ଚାଷୀଙ୍କ ପାଇଁ ଲ୍ୟାମ୍ପ ସାର ସାତ ସପନ ବଜାରରେ ସାର ଦର ଆକାଶ ଛୁଆଁ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ଲ୍ୟାମ୍ପରେ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲାଗି ରହିଥିଲା ପୁରୁଷ ଏବଂ ମହିଳା ଚାଷୀମାନଙ୍କର ଗହଳି। ତଥାପି ସାର ନ ପାଇ ଖାଲି ହାତରେ ଘରକୁ ଫେରିଲେ ଚାଷୀ। ଦର୍ଶକ ବନ୍ଧୁ, ଚାଷୀମାନଙ୍କର ମତ, ଲ୍ୟାମ୍ପରେ ସାର ଅଛି କିନ୍ତୁ ସେମାନଙ୍କୁ ମନା କରି ଦିଆଗଲା ସାର ନାହିଁ ବୋଲି। କିନ୍ତୁ କାହିଁକି? ସାର ବଣ୍ଟନ ଚାଲିଥିବା ସମୟରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିର୍ଦ୍ଦେଶ କ୍ରମେ ଲ୍ୟାମ୍ପରେ ସାର ଥିବା ସତ୍ତ୍ୱେ ଆମ୍ଭମାନଙ୍କୁ ସାର ମିଳିନଥାଇପାରେ ବୋଲି ଚାଷୀମାନେ ସନ୍ଦେହ ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ଯଦି ଦେଖିବା, ଢେଙ୍କିକୋଟ ବଜାରରେ ଆକାଶ ଛୁଆଁ ସାର ଦର। ଚାଷୀମାନେ ବଜାର ଯାଇ ସାରର ଦରଦାମ ବୁଝିବା ପରେ ମୁଣ୍ଡରେ ହାତ ଦେଉଛନ୍ତି। ଏଣୁ ଦିନଟି ସାର ନେବାରେ ବରଂ ନଷ୍ଟ ହୋଇଯାଉ, ଏହି ଆଶା ନେଇ ଢେଙ୍କିକୋଟ ଲ୍ୟାମ୍ପର ସୂଚନା କ୍ରମେ ଢେଙ୍କିକୋଟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଚାଷୀ ଆଜି ସକାଳୁ ଢେଙ୍କିକୋଟ ଲ୍ୟାମ୍ପରେ ପହଞ୍ଚିଥିଲେ ସାର ନେବା ପାଇଁ। ସାର ବଣ୍ଟନ ଚାଲିଥିବା ସମୟରେ ହଠାତ୍ ସାର ଦେବା ବନ୍ଦ ହୋଇଗଲା ଆଉ ତାପରେ ଆରମ୍ଭ ହୋଇଥିଲା ଚାଷୀମାନଙ୍କ ମଧ୍ୟରେ ହୋହାଲ୍ଲା। ଆଗାମୀ ଦିନରେ ଯଦି ଲ୍ୟାମ୍ପରୁ ସାର ପାଇବାରୁ ବଞ୍ଚିତ ହେବେ ଚାଷୀ ଓ ବଜାରରେ ବିକ୍ରି ହେଉଥିବା ସାରର ଦରଦାମ କମ୍ ନ ହୁଏ, ତେବେ ସମସ୍ତ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।